ମାଉସୀ ଏଇପଟେ ଆସ। ମାଉସୀ ମାଉସୀ ଆସ ଆସ, ଏ ଚେୟାରରେ ବସ, ଆସ। ଆଉ ମାଉସୀ ତମର ବହୁତ ଦିନ ହେଲା ଦେଖା ନାହିଁ, କୁଆଡେ ଯାଇଥିଲ କି? ବାବାରେ, ଆମ ଗାଁର ଜୋର ବନ୍ୟା ହେଇଯାଇଥିଲା। ଘରୁ ତ ବାହାରି ହଉଥିଲାନି, କାଲି କମିଛି, ଆଜି ଟିକେ ଆସିଛି ଆଉ। ଆଉ ମାଉସୀ ଖାଲି ଝୁଲା କଣ, ଆଜି ପରିବା ପତ୍ର କିଛି ନାହିଁ କି? ପରିବା ଆଉ କିଛି କଣ ରହିଲା ନା? ଏ ବଢି ପାଣି ଆମର ସବୁ ସାରିଦେଲା। ଏ ଗାଁର ଯୋଉ ପରିବା ସବୁ ବିକୁଥୁନି, ଏଇ ବାକି ପଇସା ସବୁ ନେଇତେ ଆସିଛି। କଣ କରିମି ବାପ, ପଇସା ଦିଟା ନେଇକି ଗନେ ଘର ଚଳିବ ଆଉ। ଆଉ ମାଉସୀ ଇଏ ତୁମ ନାତି ନା କଣ? ହଁ ରେ, ଇଏ ପା ମୋର ନାତି। ଏଇ ଯୋଉ ବନ୍ୟା ହେଲା, କୁମ୍ଭୀର ସବୁ ଗାଁକୁ ପଳେଇ ଆସିଛନ୍ତି। ବଦମାସି କରିବ ବୋଲି ସେଇଥିପାଇଁ ତାଙ୍କ ଘରୁ ନେଇକି ପଳେଇ ଆସିଛି। କୁଆଡେ ଗଲୁ? ଏ ମାଉସୀ ଆସିଛନ୍ତି, ଆସୁନୁ। ମାଉସୀ, କେତେବେଳେ ଆସିଲ? ଜାଣିଲୁନି ନା, ମାଉସୀଙ୍କ ଗାଁ ପୁରା ବୁଡି ଯାଇଥିଲା ବନ୍ୟାର। ଯେତିକି ପରିବା ପତ୍ର ସବୁ କରୁଥିଲେ ନା, ସବୁ ନଷ୍ଟ ହେଇଯାଇଛି। 7-8 ଦିନ ହେଲା ସେ ଘରୁ ବାହାରି ପାରୁଥିଲେନି। ଆଉ କାଲି ଟିକେ ପାଣି କମିଲା, ଆଜି ଆସିଛନ୍ତି। ଆଉ ଯୋଉ ବାକି ଫାକି ଯୋଉ ସବୁ ଗାଁର ସବୁ ପଡ଼ିଛି, ସେଇଆକୁ କଲେକ୍ସନ କରତେ ଆସିଛନ୍ତି। ଯାହା ସବୁ କଲେକ୍ସନ କରିବେ, ନେଇକି ଚଳିବେ ଆଉ। ମାଉସୀ, ଧାନ ଚାଷ କିଛି କରିଥିଲ ନା? ମାରେ, ୟା ପାଖରୁ ତା ପାଖରୁ 30-40 ହଜାର ଧାର କରିକି ଆଣିଥିନି। ଏ ବନ୍ୟା ସବୁ ନେଇଗଲେ। କଣ କରିମି, ପଇସା କେମିତି ତାଙ୍କୁ ଆଣିକି ଦେମି, କିଛି ମୁଣ୍ଡ କାମ କରୁନି ମା। ଏଇ ଆଉ ମାଉସୀଙ୍କ ପାଇଁ କଣ ଆଣିକି ଦେ, ମାଉସୀ ନେଇକି ଯିବେ। ହଉ, କଣ ଦେଖିକି ନେଇକି ଆସିଛି ଆଉ। ମାଉସୀ, ଆମ ଘରେ ଥିଲା ବିସ୍କୁଟ, ମୁଢି, ତେଲ, ଏକୁ ନେଇଯାଅ। ତୁମ ବାକି ପଇସା ବି ନିଅ। ମାରେ, ତୁ ମୋର ଯେତିକି ସାହାଯ୍ୟ କଲୁ, ତୋର ମଙ୍ଗଳ ହଉ। ହଉ ମା, ମୁଁ ଯାଉଛି। ହଉ ମାଉସୀ, ତୁମେ ଏବେ ଯାଅ, ପରିବା ହେଲେ ପୁଣି ଆସିବ। ସତରେ ବନ୍ୟା ଛଡ଼େଇ ନେଲା ଗରିବମାନଙ୍କର ସବୁ ସୁଖ।